हरिओम फ्रेंड्स ओडिया ऑनलाइन चैनल आपको स्वागत। आज भिडियोटी आसुन जाना मेष राशि एप्रिल 2025 संपूर्ण राशिफल ग्रह मान गोचर ग्रह मान राशि परिवर्तन आसुवा एप्रिल मसरे आपण कौन सब आणिक आसुच्छी शनि 7.5 जेहेतु आपको लगुच सहित बृहस्पति प्रभाव आपण तो कौन सब रहुच्छी क्यों खुशी मिल आपको क्यों क्षेत्र में आपको सावधान रहा पड़ो सबकि भिडियोटे जानवे तो भिडियोटी को निश्चित रूप शेष पर्यटन देखूँ। ଏହି ମାସରେ ଆପଣଙ୍କର କେଉଁ ଭୟର ଅନ୍ତ ହେବ, କେଉଁ ପ୍ରକାରରେ ସମସ୍ତ ଚିନ୍ତା ମାନଙ୍କର ଦୂରରେ ରହିବେ, ଏହି ଏପ୍ରିଲ ମାସଟି କ'ଣ ସବୁ ଖୁସିର ଖବର ଆଣିକରି ଆସୁଅଛି ଓ ତା ସହିତ କେଉଁ ବିଷୟ ପ୍ରତି ଆପଣ ସାବଧାନ ରହିବେ। ତ ଦେଖନ୍ତୁ, ଆପଣଙ୍କ ପାଇଁ ଏହି ଏପ୍ରିଲ ମାସଟି ବହୁତ ହିଁ ବିଶେଷ ଅଟେ। ଏପ୍ରିଲ ମାସରେ ଗ୍ରହମାନଙ୍କର ଗୋଚର ଗ୍ରହମାନଙ୍କର ସ୍ଥିତି ଆପଣଙ୍କ ପାଇଁ କିଛି ଅଲଗା ହିଁ ରେଜଲ୍ଟ ଆଣିକରି ଆସିବ। କଥା ହେବ ସବୁଠାରୁ ପ୍ରଥମେ ବଡ଼ ଗ୍ରହମାନଙ୍କର ସ୍ଥିତି ବିଷୟରେ। ମଙ୍ଗଳ, ଶନି ଓ ବୃହସ୍ପତିଙ୍କର ଦ୍ୱିତୀୟ ବିଷୟରେ। ମଙ୍ଗଳ ନିଜର ଉଚ୍ଚ ରାଶିରେ, ଶନି ନିଜର ରାଶିରେ ଓ ବୃହସ୍ପତି ନିଜର ନିଚ ରାଶିରେ ରହିବେ। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ବୃହସ୍ପତିଙ୍କର ଶୁଭ ପରିଣାମ ହିଁ ଆପଣଙ୍କୁ ପ୍ରାପ୍ତ ହେବ। ଦେଖନ୍ତୁ, ନିଚଭଙ୍ଗ ରାଜଯୋଗ ଏହି ସମୟରେ ଘଟିବାର ଅଛି, ଯେଉଁ କାରଣରୁ ମାର୍ଚ୍ଚ ମାସର ପରେ ବୃହସ୍ପତିଙ୍କର ନିଚଭଙ୍ଗ ରାଜଯୋଗ ଆପଣଙ୍କର ଜୀବନରେ ବହୁତ ହିଁ ପ୍ରକାରର ସମସ୍ୟାମାନଙ୍କର ଅନ୍ତ କରିବାର ଅଛି। ଏବେ ବୃହସ୍ପତି ଓ କେତୁଙ୍କର ଦ୍ୱିତୀୟ, ତେବେ ବୃହସ୍ପତି ଧନୁ ରାଶିରେ ଅଛନ୍ତି ଓ ବୃହସ୍ପତି ଓ କେତୁ ଚଣ୍ଡାଳ ଦୋଷର ନିର୍ମାଣ ମଧ୍ୟ କରୁଛନ୍ତି ଓ ରାହୁଙ୍କର ସିଧା ଦୃଷ୍ଟି, ଉଚ୍ଚ ଗ୍ରହଙ୍କର ସିଧା ଦୃଷ୍ଟି ବୃହସ୍ପତିଙ୍କଠାରେ ହେବା କାରଣରୁ ବାୟୁକୁ ଦୂଷିତ କରିବା। ଦେଖନ୍ତୁ, ବାୟୁକୁ ସବୁ ସ୍ଥାନରେ ପହଞ୍ଚାଇବାର କାମ ବୃହସ୍ପତି କରିଥାନ୍ତି ଓ ବୃହସ୍ପତି ଓ କେତୁଙ୍କର ଦ୍ୱିତୀୟ, ରାହୁଙ୍କର ଦ୍ୱିତୀୟ ବହୁତ ପ୍ରକାର ସମସ୍ୟାମାନଙ୍କର କାରଣ ହୋଇକରି ରହିଥାଏ। କିନ୍ତୁ ଏବେ ଯେବେ ବୃହସ୍ପତିଙ୍କର ରାଶି ପରିବର୍ତ୍ତନ ହେବ, 30 ମାର୍ଚ୍ଚକୁ ମକର ରାଶିରେ ପରିବର୍ତ୍ତନ ହେବ, କେତୁ ଓ ବୃହସ୍ପତିଙ୍କର ଦ୍ୱିତୀୟ କଟିବ, ତ ଆପଣଙ୍କ ପାଇଁ ସମସ୍ୟାମାନଙ୍କର ଅନ୍ତ ଆପଣଙ୍କୁ ବହୁତ ପ୍ରକାର ଦେଖିବାକୁ ମିଳିବ। ତା ସହିତ ଶନି ନିଜର ହିଁ ରାଶିରେ ହେବା କାରଣରୁ ସ୍ଥିତିରେ ସୁଧାର ଆପଣଙ୍କୁ ଦେଖିବାକୁ ମିଳିବ। ବୃହସ୍ପତି ନିଚଭଙ୍ଗ ରାଜଯୋଗର ନିର୍ମାଣ କରିବେ, ଯାହା ଆପଣଙ୍କୁ ରାଜକୀୟ ଜୀବନ ପ୍ରଦାନ କରିବ। ଆପଣଙ୍କୁ ଆପଣଙ୍କର କାମକାର୍ଯ୍ୟର କ୍ଷେତ୍ରରେ ଓ ବ୍ୟାପାରର କ୍ଷେତ୍ରରେ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ କରିବେ। ଆପଣଙ୍କର କାମକାର୍ଯ୍ୟରେ ଆପଣଙ୍କୁ ଉପଲବ୍ଧି ପ୍ରାପ୍ତ ହେବ। ଏହି ତିନୋଟି ଗ୍ରହଙ୍କର ଦ୍ୱିତୀୟ ସବୁଠାରୁ ଅଧିକ ପ୍ରଭାବ ଆପଣଙ୍କର କର୍ମକ୍ଷେତ୍ର ଉପରେ ପକାଇବ, ବ୍ୟାପାର ଉପରେ ପକାଇବ। ଯେଉଁ ବି ସମସ୍ୟା ଆପଣ ଏପର୍ଯ୍ୟନ୍ତ ଉଠାଇଛନ୍ତି, ଯେତେ ବି କଠିନ ସ୍ଥିତି, କିଛି କ୍ଷତି ସବୁ ଆସିଅଛି, ତ ତାହାର ଏବେ ପୂରଣ ହୋଇଯିବ। ମଙ୍ଗଳ ନିଜର ଉଚ୍ଚ ରାଶିରେ, ଡିଫେନ୍ସ ସର୍ଭିସରେ ଓ ଯଦି ଖେଳକୁଦର କ୍ଷେତ୍ରରେ ଆପଣ ସମ୍ବନ୍ଧ ରଖୁଛନ୍ତି, ତ ଆପଣଙ୍କୁ ଅଧିକ ଲାଭ ମିଳିବ। ସେଠାରେ ଶନି ନିଜର ରାଶିରେ, ନିଜର ହିଁ ଗୃହରେ ଦଶମ ଭାବରେ ହେବା କାରଣରୁ ରିଅଲ ଇଷ୍ଟେଟ୍ର ସହିତ ଜଡ଼ିତ ବ୍ୟକ୍ତିଙ୍କୁ, ବିଲ୍ଡର୍ସମାନଙ୍କୁ, ସିମେଣ୍ଟ, ବାଲି, ବଜୁରୀ, ଲୁହା ଓ ତେଲର ବେପାରୀମାନଙ୍କୁ ଅଧିକ ଲାଭ ଏହି ମାସରେ ଦେଖିବାକୁ ମିଳିବ। ଓ ଶନି ଦୀର୍ଘ 30 ବର୍ଷ ପରେ ଗୋଟିଏ ରାଶିରେ ଆସୁଛନ୍ତି ଓ ଏହି କାରଣରୁ ଆପଣଙ୍କୁ ଯାନ୍ତ୍ରିକ କାର୍ଯ୍ୟରେ, ମେଡ଼ିକାଲର କ୍ଷେତ୍ରରେ କୌଣସି ବଡ଼ ସଫଳତା ପ୍ରାପ୍ତ ହୋଇପାରେ, ଯାହା ବହୁତ ସମୟ ପର୍ଯ୍ୟନ୍ତ ମନେ ରହିବ। ଏକ ଏପରି ଉଦ୍ଭାବନ ଆପଣ କରିପାରନ୍ତି ଯାହା ସମାଜ ପାଇଁ ଅତି ଲାଭକାରୀ ରହିପାରେ। ତ ଏହି ଦୁଇଟି ଗ୍ରହଙ୍କର ଦ୍ୱିତୀୟ ଆପଣଙ୍କ ପାଇଁ ବହୁତ ହିଁ ଶୁଭ ଅଟେ। ସେଠାରେ ବୃହସ୍ପତି ଓ ମଙ୍ଗଳ ପରିଜାତ ଯୋଗର ନିର୍ମାଣ ମଧ୍ୟ କରୁଛନ୍ତି। ଏହି ପରିଜାତ ଯୋଗ କର୍ମକ୍ଷେତ୍ରରୁ ଆପଣଙ୍କୁ ଲାଭ ପ୍ରଦାନ କରିବ, ଧନ ଏକତ୍ର କରିବାର ସୁଯୋଗ ପ୍ରଦାନ କରିବ। ଏହି ଯୋଗ ବିଦ୍ୟାର୍ଥୀମାନଙ୍କ ପାଇଁ ବିଶେଷ ରହିବ। ବିଦ୍ୟାର୍ଥୀମାନଙ୍କ ଜୀବନରେ ଉପଲବ୍ଧି ଆସିବ। ପଢ଼ାପଢ଼ି ପ୍ରତି ଆପଣଙ୍କର ଧ୍ୟାନ ଅଧିକ ରହିବ, ଫୋକସ୍ କରିପାରିବେ। ଯେଉଁଠାରେ ଆପଣଙ୍କୁ ମଙ୍ଗଳ ପରାକ୍ରମ ଦେଉଛନ୍ତି, ଦୃଢ଼ ନିଶ୍ଚୟ ଦେଉଛନ୍ତି, ଫୋକସ୍ଡ ରହିବେ। କିନ୍ତୁ ତାହା ସହିତ ଆପଣ ଅଳ୍ପ କ୍ରୋଧୀ ସ୍ୱଭାବର ମଧ୍ୟ ରହିପାରନ୍ତି। ତ ଆପଣ ଏହି ସମୟରେ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ ବିବାଦ ଠାରୁ ଆପଣ ଦୂରରେ ରୁହନ୍ତୁ। ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ, ଜିଦ୍ଦି ସ୍ୱଭାବର ରହିବେ। ତ ଆପଣ ଏହି ମାସଟି ଆପଣ ନିଜର କ୍ରୋଧ ଉପରେ, କଳିଝଗଡ଼ା ଓ ବାଦ ବିବାଦ ଠାରୁ ଆପଣ ସମ୍ପୂର୍ଣ୍ଣ ରୂପେ ଦୂରରେ ରୁହନ୍ତୁ। ତା ସହିତ ଶନି ବି ଆପଣଙ୍କୁ ଏହି ସମୟରେ କର୍ମ କରିବାର ଶକ୍ତି ପ୍ରଦାନ କରିବେ ଓ ବୃହସ୍ପତି ବିଦ୍ୟା ଗ୍ରହଣ କରିବାର କ୍ଷମତା ଦେବେ। ଏହି ତିନୋଟି ଗ୍ରହଙ୍କର ଶୁଭଦୂତି ଆପଣଙ୍କ ପାଇଁ ବହୁତ ପ୍ରକାର ଲାଭ ଏହି ମାସରେ ନିଶ୍ଚୟ ହିଁ ଦେଖାଦେବ। ଶିକ୍ଷା ସମ୍ବନ୍ଧୀୟ କ୍ଷେତ୍ରରୁ ଲାଭ ହେବ, ସୁନାର ବେପାରୀମାନଙ୍କୁ ଲାଭ ହେବ। ଏହି ସମୟରେ ଯେଉଁ ଲୋକ ଶ୍ୱାସକୁ ନେଇ କୌଣସି ବି ସମସ୍ୟାରେ ରହିଅଛନ୍ତି, କୌଣସି ବି ରୋଗରେ ପୀଡ଼ିତ ରହିଅଛନ୍ତି, ତ ଆପଣଙ୍କ ପାଇଁ ସ୍ଥିତି ବଦଳୁଅଛି। ଆପଣଙ୍କୁ ବୃହସ୍ପତିଙ୍କର କାରଣରୁ ଶୁଭ ପରିଣାମ ଅବଶ୍ୟ ହିଁ ଦେଖିବାକୁ ମିଳିବ। କିନ୍ତୁ ଏଥିପାଇଁ ଆପଣ ଶନିଙ୍କର ଉପାୟ ବି କରନ୍ତୁ, ଯେଉଁଥିପାଇଁ ଆପଣଙ୍କୁ କୌଣସି ସମସ୍ୟା ନ ଆସୁ। ଶନିବାର ଦିନ ଶନି ଚାଳିଶାର ପାଠ ଆପଣଙ୍କ ପାଇଁ ଅତି ଲାଭକାରୀ ରହିବ। ଦେଖନ୍ତୁ, ଶନିଙ୍କର ଉପାୟ ପାଇଁ ଚୋକଡ଼ଯୁକ୍ତ ଅଟାର ପ୍ରସ୍ତୁତ 2ଟି ରୁଟି ନିଅନ୍ତୁ। ସେଥିରେ ଅଳ୍ପ ଶୁଦ୍ଧ ଘିଅ ଲଗାନ୍ତୁ ଓ ସେହି ଶୁଦ୍ଧ ଘିଅ ଲାଗିଥିବା ରୁଟି ଦେହରେ
କିଛି ମିଠା ରଖିକରି କୌଣସି ଗୋଟିଏ କଳା ଗାଈକୁ ଖାଇବାକୁ ଦିଅନ୍ତୁ। ଗୋଟିକ ପରେ ଗୋଟିଏ 2ଟି ଯାକ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ ଓ ଏହାପରେ ଶନିଦେବଙ୍କୁ ସ୍ମରଣ କରି ପ୍ରଣାମ କରନ୍ତୁ। ଶନିଙ୍କର ଏହି ଉପାୟ ଆପଣ ଅବଶ୍ୟ କରନ୍ତୁ, ଯାହାଫଳରେ କି ଆପଣଙ୍କୁ କୌଣସି ସମସ୍ୟା ନ ଆସୁ। ଚାକିରିରୁ ବଞ୍ଚିତ ଲୋକମାନଙ୍କ ପାଇଁ ମଧ୍ୟ ଏହି ଉପାୟ ବହୁତ ହିଁ ଲାଭକାରୀ ଅଟେ। 3ଟି ଗ୍ରହଙ୍କର ଶୁଭଫଳ ମିଳିବା, ଯାହାକି କର୍ମକ୍ଷେତ୍ରରେ ଆପଣଙ୍କୁ ଏହି ସମୟ ମଧ୍ୟରେ ଭଲ ଚାକିରିଟିଏ ମଧ୍ୟ ପ୍ରଦାନ କରିପାରେ, ଆପଣଙ୍କର ଫ୍ୟୁଚରକୁ ସିକ୍ୟୋର କରିପାରେ। ଏହି ସମୟରେ ଆପଣଙ୍କର ପ୍ରମୋସନ ମଧ୍ୟ ମିଳିପାରେ, ଆୟର ବୃଦ୍ଧି ହୋଇପାରେ। ଆପଣଙ୍କୁ ପରିବାର ସହିତ ହିଁ ଅଧିକ ସମୟ ବିତାଇବାର ସୁଯୋଗ ମିଳିବ। ଯେଉଁ ବି ଲୋକ ପରିବାର ଜନଙ୍କ ସମୟ କାଟିବା ପାଇଁ କିଛି ପ୍ଲାନ୍ କରୁଥିଲେ କିନ୍ତୁ ଏହା ହୋଇପାରୁନଥିଲା, ତ ଏବେ ଆପଣଙ୍କୁ ସମୟ ମିଳିବ, ଆପଣଙ୍କର ଇଚ୍ଛାମାନଙ୍କର ପୂର୍ତ୍ତି ହେବ। ତ ଏବେ ଆସନ୍ତୁ ଜାଣିବା କିଛି ରାଶି ପରିବର୍ତ୍ତନ ବିଷୟରେ। ଏହି ମାସରେ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ 13 ଏପ୍ରିଲକୁ ଦେଖିବାକୁ ମିଳିବ ଓ ସୂର୍ଯ୍ୟ ବି ନିଜର ଉଚ୍ଚ ରାଶି ମେଷ ରାଶିରେ ଆସୁଛନ୍ତି ଓ ଆପଣଙ୍କର 12ତମ ଭାବରୁ ବାହାରୁଛନ୍ତି। ପ୍ରଥମ ଭାବରେ ସୂର୍ଯ୍ୟଙ୍କର ଆସିବା ସ୍ଥିତିକୁ ସମ୍ପୂର୍ଣ୍ଣ ରୂପରେ ବଦଳାଇ ଦେଇପାରେ। ସୂର୍ଯ୍ୟ ମଜବୁତ ସ୍ଥିତିରେ ଆସି ଆପଣଙ୍କର ଜୀବନରେ ଖୁସି ଆଣିକରି ଆସିବେ। ଉଚ୍ଚ ରାଶିରେ ସୂର୍ଯ୍ୟଙ୍କର ଆସିବା ସରକାରୀ କାର୍ଯ୍ୟରୁ ଆପଣଙ୍କୁ ଲାଭ ପ୍ରଦାନ କରିବ, ସରକାରଙ୍କଠାରୁ ଲାଭ ମିଳିବ। ରାଜନୀତିରେ ଉଚ୍ଚ ପଦର ପ୍ରାପ୍ତି ହୋଇପାରେ। ସରକାରୀ କୌଣସି ବି କାର୍ଯ୍ୟ ଯଦି ଆପଣଙ୍କର କିଛି ପେଣ୍ଡିଂ ରହିଅଛି, ତ ଏବେ ତାହା ସହଜରେ ହେବାକୁ ଲାଗିବ। 13 ଏପ୍ରିଲ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କାରଣରୁ ସରକାରୀ କାମକାର୍ଯ୍ୟରୁ ଆପଣଙ୍କୁ କିଛି ବିଘ୍ନ ଦେଖିବାକୁ ମିଳିପାରେ। ଅଧିକ ଦୌଡ଼ାଦୌଡ଼ି କରିବାକୁ ପଡ଼ିପାରେ। କିଛି ଫଳର ପ୍ରାପ୍ତି ଅଳ୍ପ ହିଁ ମିଳିବ, କିନ୍ତୁ ଏହା ପରର ସ୍ଥିତି ଆପଣଙ୍କ ପାଇଁ ବହୁତ ହିଁ ଭଲ ଅଟେ। 13 ଏପ୍ରିଲ ପରେ ଆପଣଙ୍କର ପ୍ରତ୍ୟେକ କାମ ହେବାକୁ ଲାଗିବ। ଯେଉଁ ଲୋକ ସରକାରୀ ଚାକିରି ପାଇଁ ଟ୍ରାଏ କରିବା ପାଇଁ ଚାହୁଁଛନ୍ତି, ତ ଆପଣଙ୍କର ଇଚ୍ଛାମାନଙ୍କର ପୂର୍ତ୍ତି ହୋଇପାରେ। ସମାଜରେ ମାନ ପ୍ରତିଷ୍ଠା ପ୍ରାପ୍ତ କରିବେ। ହଜିଯାଇଥିବା ନାମ ମିଳିପାରେ। ଯଦି ପୂର୍ବରୁ କୌଣସି ନିନ୍ଦାର ସମ୍ମୁଖୀନ ହେବାକୁ ପଡ଼ିଥିବ, ତ ଏବେ ତାହାର ସମାଧାନ ଆପଣଙ୍କୁ ମିଳିଯିବ। ଲୋକମାନେ ଆପଣଙ୍କୁ ବୁଝିପାରିବେ। ପିତାଙ୍କର ସପୋର୍ଟ ପ୍ରାପ୍ତ ହେବ। ପୌତ୍ରିକ ସମ୍ପତ୍ତିକୁ ନେଇ କୌଣସି ଝଗଡ଼ା ଲାଗି ରହୁଥିଲା, ତ ତାହାର ଅନ୍ତ ହେବ। ଭାଇମାନଙ୍କ ସହ କିଛି ଖରାପ ରହୁଥିଲା, ତ ତାହା ବି ଏବେ ଠିକ୍ ହୋଇଯିବ। ସୂର୍ଯ୍ୟଙ୍କର ଲଗ୍ନରେ ଆସିବା ଆପଣଙ୍କର ସ୍ୱଭାବରେ କ୍ରୋଧ ଅଳ୍ପ ଆଣିପାରେ, ଉଗ୍ରତା ଆଣିପାରେ, କିନ୍ତୁ ଏହି ଉଗ୍ରତା, ଏହି ସ୍ୱଭାବ ଆପଣଙ୍କର ବଡ଼ରୁ ବଡ଼ କାମକୁ ସହଜରେ କରିବାରେ ସାହାଯ୍ୟ ଅବଶ୍ୟ ହିଁ କରିବ। ମଙ୍ଗଳ, ଯାହାକି ଆପଣଙ୍କର ରାଶିର ସ୍ୱାମୀ, ମଜବୁତ ସ୍ଥିତିରେ ରହୁଛନ୍ତି। ସେଠାରେ ସୂର୍ଯ୍ୟ ବି ଉଚ୍ଚ ରାଶିରେ ଅଛନ୍ତି, ତ ସବୁ ଦୃଷ୍ଟିରୁ ସଫଳତା ଆପଣଙ୍କର ପାଦ ସ୍ପର୍ଶ କରିବ। ତ ବସି ରୁହନ୍ତୁ ନାହିଁ, ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ, କର୍ମ କରନ୍ତୁ। ଫଳର ପ୍ରାପ୍ତି ଏହି ମାସରେ ତୟ ଅଟେ। ପୂର୍ବରୁ ଯାହା ବି କିଛି ଖରାପ ସ୍ଥିତି ରହିଥିଲା, ତାହାର ଏବେ ଅନ୍ତ ହେବ। ଶୁକ୍ରଙ୍କର ମଧ୍ୟ ମଜବୁତ ସ୍ଥିତି ଆପଣଙ୍କ ପାଇଁ ଫଳଦାୟୀ ସାବ୍ୟସ୍ତ ହେବ। ବହୁତ ସମସ୍ୟାମାନଙ୍କର ସମାଧାନ ଏହି ମାସରେ ଆପଣଙ୍କ ପାଇଁ ଆସୁଅଛି। ଧନ ଏକତ୍ର କରିବାର ସୁଯୋଗ ପ୍ରାପ୍ତ ହେବ। ଏହି ସମୟକୁ ହାତଛଡ଼ା ହେବାକୁ ଦିଅନ୍ତୁ ନାହିଁ। ସଠିକ୍ ସମୟ ଆସିଯାଇଅଛି, ତ ଏବେ ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ଅଧିକ ଧ୍ୟାନ ଦେବାର ଅଛି, ଯାହାଦ୍ୱାରା ଆପଣ ପ୍ରତ୍ୟେକ ଲକ୍ଷ୍ୟକୁ ସହଜ ହିଁ ପ୍ରାପ୍ତ କରିପାରିବେ। ତ ଏବେ ଆସନ୍ତୁ ଜାଣିବା ବୁଧଙ୍କ ବିଷୟରେ। କେବଳ ବୁଧ ହିଁ ଏହି ମାସରେ 7 ଏପ୍ରିଲ ଠାରୁ 28 ଏପ୍ରିଲ ପର୍ଯ୍ୟନ୍ତ କିଛି ସମସ୍ୟା ଆଣିପାରନ୍ତି, କିନ୍ତୁ ଏହା ମଧ୍ୟ ସେତେ ଅଧିକ ସମସ୍ୟା ରହିବ ନାହିଁ। ତଥାପି ଆପଣ ଏହି ସମସ୍ୟାକୁ ମଧ୍ୟ ଦୂର କରିବା ପାଇଁ ଆପଣ ବୁଧବାର ଦିନ ସବୁଜ କପଡ଼ାର ଦାନ କରନ୍ତୁ। ଶ୍ରୀ ଗଣେଶଜୀଙ୍କର ଆରାଧନା କରନ୍ତୁ ଓ ଗଣେଶଜୀଙ୍କୁ ଦୁର୍ବା ଅର୍ପଣ କରନ୍ତୁ। ତା ସହିତ ଗୋଟିଏ କଳା ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ନକାରାତ୍ମକ ଊର୍ଜା ସମାପ୍ତ ହେବ ଓ ଆପଣ ଗ୍ରହମାନଙ୍କର ଖରାପ ଦୃଷ୍ଟିରୁ ବଞ୍ଚିତ ରହିବେ। ତ ଏହି ଏପ୍ରିଲ ମାସଟି ଆପଣଙ୍କ ପାଇଁ ଖୁସିର ସମୟ ଆଣିକରି ଆସୁଅଛି। ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ୟାରିୟରର କ୍ଷେତ୍ର, ଦାମ୍ପତ୍ୟ ଜୀବନ, ଲଭ୍ ଲାଇଫ୍, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ନେଇ ପ୍ରତ୍ୟେକଟି କ୍ଷେତ୍ର ଆପଣଙ୍କ ପାଇଁ ବହୁତ ହିଁ ଶୁଭ ଓ ଅନୁକୂଳ ହିଁ ରହୁଅଛି। ଜୀବନକୁ ପରିବର୍ତ୍ତନ କରିବା ପାଇଁ, ଜୀବନକୁ ନୂଆ ଦିଗରେ ଆଗେଇବା ପାଇଁ ଏହି ଏପ୍ରିଲ ମାସଟି ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ। ତେବେ ଭିଡ଼ିଓଟି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ଶ୍ରୀରାମ ଅବଶ୍ୟ ଟାଇପ୍ କରନ୍ତୁ। ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ। ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଫଳରେ ଆମେ ଯେଉଁ ଭିଡ଼ିଓ ଅପଲୋଡ଼ କରିବୁ ତାହା ଆପଣ ସର୍ବପ୍ରଥମେ ପାଇପାରିବେ। ଧନ୍ୟବାଦ।